ଜଙ୍ଗଲରେ ଘର ବନଉଛ ସବୁ ଜିନିଷ ଚୋରି ହେଇଯିବ ଯେ ଓ ମାଇ ଗଡ ଗାଇସ୍ କାଶ ମୋର ଏତିକି ଭାଗ୍ୟ ଥାନ୍ତା ଯେ ମୁଁ ଗୋଟେ ଜଙ୍ଗଲରେ ଘର ବନେଇ ପାରିଥାନ୍ତି। ଆକ୍ଚୁଆଲି ଏଇଟା ଗୋଟେ ବହୁତ ବଡ ଗାଁ ପଛପଟେ ଯୋଉ ଘରଟା ଦେଖୁଛନ୍ତି ତାଙ୍କ ପାଖରୁ ହିଁ ଆମେ ଜାଗା କିଣିଛୁ। ଏତେ ବଡ ଗାଁ ଭିତରେ ମୋ ଘରଟା ପ୍ରାୟ ମଝାମଝି ଜାଗାରେ ହିଁ ହବ। ମୁଁ ଟିକେ ବଡ ଜାଗା ନେଇଯାଇଛି ମାନେ ପାଖାପାଖି 5 ଗୁଣ୍ଠ ଭଳିଆ ଆଉ ଏଠି ଗୋଟେ ଗୁଣ୍ଠ ମାନେ 1700 ସ୍କୋୟାର ଫିଟ। ଆପଣ ମାନେ ଜଙ୍ଗଲ ଭାବିବା ସ୍ୱାଭାବିକ କାରଣ ମୋର ସବୁବେଳେ ଭିଡିଓର ପଛପଟେ ଆପଣଙ୍କୁ ବଡ ବଡ ଗଛ ଦେଖିବାକୁ ମିଳୁଛି କିନ୍ତୁ ଏଇ ଗଛ ଗୁଡାକ ବି ଆଉ ଜଣଙ୍କର ବାଡିରେ ଥିବା ଗଛ ଗୁଡାକ। ଏଇ ଦେଖି ନିଅନ୍ତୁ ମୁଁ ଆପଣ ମାନଙ୍କୁ ଗାଁର ରାସ୍ତା ଦେଖାଉଛି ଆଉ ଏଠି ନା ପ୍ରତ୍ୟେକ ଘର ମିନିମମ୍ ତ 4 ଗୁଣ୍ଠ ଜାଗା ଉପରେ ଅଛି ଆଉ ଗୋଟେ ଗୋଟେ ଘରର ତ ବାଡି ଗୋଟେ ଗୋଟେ ଏକରର ଅଛି। ଆଜିକାଲିର ପ୍ଲଟିଂ ପ୍ରୋଜେକ୍ଟ ଆଉ ତା ସହିତ ଫ୍ଲାଟ ରେ ରହିବାର ଅଭ୍ୟାସ ଯୋଗୁ ଆମେ ମାନେ କେବେ ଭାବି ହିଁ ପାରନ୍ତିନି କି ଗୋଟେ ବହୁତ ବଡ ଏରିଆରେ ଗୋଟିଏ ଘର ରହିବା ଆମ ମାନଙ୍କର ଟିକେ ଭାବନାର ବାହାରେ। ମୋର ତ ଡେ 1 ରୁ ହିଁ ଇଚ୍ଛା ଥିଲା କି ମୁଁ ଗୋଟେ ବଡ ଜାଗାରେ ଘର ବନେଇବି। ଭଲେ ହେଇପାରେ ମୋ ନିଜର ଡ୍ରିମ ଅନୁଯାୟୀ ମୁଁ ଗୋଟେ ମହଲ ନ ବନେଇ ପାରେ ବଟ୍ ବାଡି ମୋର ଗୋଟେ ବହୁତ ବଡ ହବ। ମତେ କଂଜେଷ୍ଟେଡ ଜାଗା ହେଲେ କିମ୍ବା ଗୋଟିଏ ଫ୍ଲାଟ ରେ ରହିବାକୁ ଯଦି ଛାଡି ଦିଆଯାଏ ମତେ ଲାଗେ ମୁଁ ନିଶ୍ୱାସ ନେଇ ପାରୁନି ଆଉ ଏଇ ଅଭ୍ୟାସ ପାଇଁ ହିଁ ମୁଁ ଯେତିକିଟା ବି ଭଡା ଘରରେ ରହିଛି ନା ସେଇ ଘରର ବି ବାଡି ବଗିଚା ଟିକେ ବଡ ବଡ ହିଁ ଥାଏ। ଆଉ ଏଇ ହିସାବରେ ମୁଁ ଆପଣ ମାନଙ୍କର ଆଉ ଗୋଟେ କ୍ୱେଶ୍ଚିନ୍ ଯେ କାହିଁକି ଯାଜପୁର ରୋଡ ରେ ଜାଗା କିଣିଲେନି ତାର ବି ମୁଁ ଉତ୍ତର ଦେଇ ଦଉଛି। ଆଇ ମିନ୍ ଗୋଟେ ଗୁଣ୍ଠ 22 ଲକ୍ଷ ଦେଇକି ସିରିୟସଲି ମୁଁ କଣ 6-7 ଗୁଣ୍ଠ ଜାଗା କିଣି ପାରିଥାନ୍ତି? ଆଇ କାଣ୍ଟ ଆଫୋର୍ଡ ରାଇଟ୍। ଲୋକମାନେ ସହରରେ ଜାଗା କଣ ପାଇଁ କିଣନ୍ତି କି ଯେତେବେଳେ ମନ ହବ ମାର୍କେଟ ରେ ବୁଲି ପାରିବେ ଆଉ ମୁଁ ଗାଁରେ କାହିଁକି ଜାଗା କିଣିଲି ଯେତେବେଳେ ମନ ହବ ମୁଁ ମୋ ବାଡି ବଗିଚାରେ ଏମିତି ବୁଲିକି ବୁଲିକି ଆସିଲା ବେଳକୁ ମୋର ଗୋଟେ ଟ୍ରାକିଂ ହେଇଯିବ। ମାନେ ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ ବାଡିରେ ଥୋଡି ଟ୍ରାକିଂ ହୁଏ। କିଛି ସାଙ୍ଗମାନେ ମତେ କୁହନ୍ତି ରିସ୍ମା ରିଟାୟାରମେଣ୍ଟ ପ୍ଲାନ ଏବେଠୁ କେମିତି କାହାକୁ ବୁଝେଇବି ଇଟ୍ ୱାଜ ଦ ଓନ୍ଲି ୱାନ୍ ପ୍ଲାନ। ଜୀବନରେ 10-12 ବର୍ଷ ମାର୍କେଟ ଏରିଆରେ ରହିଲା ପରେ ମୁଁ ଗୋଟେ ଜିନିଷ ନିଶ୍ଚିତ ଭାବରେ ବୁଝିପାରିଥିଲି ମତେ ଏଇଭଳିଆ ଖୋଲା ହାୱା ଦରକାର ଅଛି ଯାହାକୁ ମୁଁ ଅନୁଭବ କରିପାରିବି। ସୂର୍ଯ୍ୟ କିରଣ ଯେତେବେଳେ ଛାତ ଉପରେ କିମ୍ବା ମୋ ଖିଡକି ଦେଇକି ବେଡ୍ ଉପରେ ପଡିବ ସେତେବେଳେ ଆଉ ଗୋଟେ କୋଉ ବିଲ୍ଡିଂ କିମ୍ବା ଫ୍ଲାଟ ତାକୁ ଅଟକେଇ ନ ଦଉ। ନିଶ୍ଚିତ ଭାବରେ ଆପଣ ମାନଙ୍କର ବହୁତ ସାରା ପ୍ରଶ୍ନ ରହୁଛି ଯେ ମେଡିକାଲ ଏମର୍ଜେନ୍ସି କଥା କଣ ଏଜୁକେସନ କଥା କଣ ତ ସୁକିନ୍ଦାରେ ମେଡିକାଲ ଏମର୍ଜେନ୍ସି ଆଉ ଏଜୁକେସନ ଦିଟା ଯାକର ସୁବିଧା ଅଛି ପଢେଇବା ପାଇଁ। ଜାଭିୟର ମଡେଲ ସ୍କୁଲ ଆଦର୍ଶ ଏବେ ତ ବ୍ୟାସନଗର ପବ୍ଲିକ ସ୍କୁଲ ବି ଆସିଗଲାଣି। ମେଡିକାଲ ପାଇଁ ଟାଟା ମେଡିକାଲ ଆଉ ଏପଟେ ଗଭର୍ଣ୍ଣମେଣ୍ଟ ମେଡିକାଲ ବି ପୁରା ପାଖରେ ଅଛି। ତ ଜଙ୍ଗଲରେ ଘର କରିନି ସାଙ୍ଗମାନେ କିଛି ଗୋଟେ ନୂଆ ଏକ୍ସପେରିଏନ୍ସ କରିବାକୁ ଏ ଜାଗାକୁ ଆସିଛି। 10 ବର୍ଷ ପରେ ଯଦି ଏଠି ବି ମୁଁ ବୋର ହେଇଗଲି ଏ ଜାଗା ବି ଛାଡିକି ପଳେଇବି। ତ ଆମେ ଆସିଛୁ ଗୋଟେ ରେଷ୍ଟୁରାଣ୍ଟ କୁ ଖାଇବା ପାଇଁ ଆଉ ଯୋଉମାନେ ଆଖପାଖରୁ ଭିଡିଓ ଦେଖୁଛ ଜଲ୍ଦି କୁହ ଏ ରେଷ୍ଟୁରାଣ୍ଟ ର ନାଁ କଣ? ଦେଖାହବ ଗୋଟେ ନୂଆ ଭିଡିଓରେ।